ଯାତ୍ରା ବିବାଦ ଭିତରେ ମାମୁନି ଓ ପୂଜାଙ୍କୁ ଟାର୍ଗେଟ କଲେ ରାଜଧାନୀ ଅପେରାର ପରିଚାଳକ ଜଗଜୀବନ ପଣ୍ଡା। ଏହାସହ ବାପି ଓ ନରି ପଣ୍ଡାଙ୍କୁ ପ୍ରଶଂସା କରିଛନ୍ତି। ମାମୁନି କ'ଣ ପାଇଁ ଆଖଡ଼ାରୁ ବାହାରିଛନ୍ତି ସେ ନେଇ ପ୍ରଶ୍ନ କଲେ। କହିଲେ ଆଇନ ସମସ୍ତଙ୍କ ପାଇଁ ସମାନ। ଆଗାମୀ ଯାତ୍ରା ଋତୁ ବେଳକୁ ସବୁ ଠିକ୍ ହୋଇଯିବ। ଆପଣ ଯେଉଁ କଥାଟି ପଚାରିଲେ ମୁଁ ସେ ବିଷୟରେ ମୁହଁ ଖୋଲିବି ନାହିଁ, କାରଣ ମୁଁ ମୁହଁ ଖୋଲିବି ସେ ପୂଜା ବୋଲି ଝିଅଟି ସିଏ ପୁଣି ମୋତେ ଶୋଧିବ। ତେଣୁ ସେକେଣ୍ଡ କଥା ହେଉଛି ନାଣ୍ଡୁ ବାବୁ ତାର ପୁରା କ୍ଲାରିଟି ମେଣ୍ଟେନ୍ କରିଦେଇଛନ୍ତି। ମିଡ଼ିଆ ସାମ୍ନାରେ ତାର ସବୁ ଜିନିଷ ସେ କରିଦେଇଛନ୍ତି। ମୋଠୁ ବେଟର ଆପଣମାନେ ଜାଣିଥିବେ, ତା କଥା ମୋତେ ପଚାରନ୍ତୁନି। ସେକେଣ୍ଡ ଥିଙ୍ଗ ଯେଉଁ କହିଲେ ଯେ ସୋସିଆଲ ମିଡ଼ିଆଟା ଆଜିକାଲି ଗୋଟେ ମୁଁ ଭାବୁଛି ପୁରା ମାନେ କ'ଣ ଗୋଟେ ଇଜି ଏଟା ହେଇଯାଉଛି, ଯେଉଁଥିପାଇଁ କି ସମସ୍ତେ ଆସି ଗୋଟେ ସୋସିଆଲ ମିଡ଼ିଆରେ ଯିଏ ଯାହା ପାରେ ତାହା ସେ କହିଦେଉଛି। ତେଣୁ ତା କଥା ନ ପଚାରିବା ଭଲ। ଆଇନର କଥା ଆପଣ କହିଲେ ଯେ ସେମାନେ ଯାଇଛନ୍ତି ଆଇନ ମନ୍ତ୍ରୀଙ୍କୁ ଦେଖା କରିବା ପାଇଁ, କି ସିଏ ଦେଖା କରନ୍ତୁ, ସେଥିରେ ଆମର କିଛି ମତଲବ ନାହିଁ। କାରଣ ଆମେ ସମସ୍ତେ ଆଇନର ପରିଧି ଭିତରେ ଅଛନ୍ତି।